ବହି ଯୋଉ ଛପା ହେଇଛି ଆମର କ'ଣ ଓଡ଼ିଶାରେ ବହି ଛପା ହେଇପାରିନଥାନ୍ତା? ବହି ଅନ୍ୟ ଷ୍ଟେଟ୍‌କୁ କିଏ ଦେଲା? ଅନ୍ୟ ଷ୍ଟେଟ୍‌ରେ ଯଦି ଦିଆହେଲା, ବିଭିନ୍ନ ବହି ଯୋଉ ଛପା ହୁଏ ତାର କମିଟି ଥାଏ। ସେ କମିଟି ଅନୁସାରେ ବିଭିନ୍ନ ସବଜେକ୍ଟର କମିଟି ଥାଏ। ମ୍ୟାଥମେଟିକ୍ସ ବହି କିଏ ତିଆରି କରିବେ, ଓଡ଼ିଆ ବହି କିଏ ତିଆରି କରିବେ, ହିଷ୍ଟ୍ରି ବହି କିଏ ତିଆରି କରିବେ। ସେ କମିଟି ଚେକ୍ କରିକି ତାପରେ ବହି ଛପା ହୁଏ। ଉତ୍ତରପ୍ରଦେଶରେ ମୁଁ ଶୁଣୁଛି କ'ଣ ଉତ୍ତରପ୍ରଦେଶରେ ବହି ଛପା ହେଇଛି। ଏ ଯୋଉ ବହିରେ ଯାହା ଲେଖା ହେଇଛି ତାକୁ ତ ଅଭିଭାବକମାନଙ୍କ ମନରେ ଏତେ ରିଆକ୍ସନ୍, ଆମ ଛୁଆ ବର୍ତ୍ତମାନେ ସବୁ ମୂର୍ଖ ହେଇଯିବେ। ଅଭିଭାବକମାନେ ଏଇଆ ଡର ତାଙ୍କର ଯେ ସରକାରୀ ସ୍କୁଲରେ ଆଉ ସରକାରୀ ପାଠ ପଢ଼ିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି। ଯିଏ ସରକାରୀ ସ୍କୁଲରେ ପଢ଼ିବ ସେ ମୂର୍ଖ ହବ, ଏ କଥା ବିଜେପି ସରକାର ଯୋଜନା କରିଦେଇଛି। ସରକାରୀ ସ୍କୁଲରେ ପଢ଼ା, ଯିଏ ପଢ଼ିବ ସେ ମୂର୍ଖ ହବ। ଜାଣି ଶୁଣିକି ସେମାନେ ତାଙ୍କର ଯୋଉ ଇଂଲିଶ ମିଡ଼ିୟମ ସ୍କୁଲ ଗୁଡ଼ିକ ଅଛି, ସରସ୍ୱତୀ ଶିଶୁ ମନ୍ଦିର ଅଛି, ପିଲାମାନେ ସେଇଠିକି ଡାଇଭର୍ଟ ଜବରଦସ୍ତ ହୁଅନ୍ତୁ ବୋଲିକି ଇଏ ଗୋଟେ ଯୋଜନା। ଏ ଯୋଜନାବଦ୍ଧ ଭାବରେ ବିଜେପି ସରକାର ଏକଥା କରିଛନ୍ତି ଯେ ଯୋଉ ସରକାରୀ ସ୍କୁଲ, ଓଡ଼ିଆ ସ୍କୁଲ, ସାଧାରଣ ଲୋକ ଗରିବ ପିଲା ପାଠ ପଢ଼ୁଥିଲେ, ସେମାନେ ନ ପଢ଼ିକି ଜବରଦସ୍ତି ସେମାନେ ଅନ୍ୟ ସ୍କୁଲରେ ପାଠ ପଢ଼ନ୍ତୁ। କାରଣ ଲୋକଙ୍କ ମନ ଭିତରେ ଗୋଟେ ଭୟ ସୃଷ୍ଟି ହେଲାଣି, ପିଲା ମୂର୍ଖ ହେବେ, ପିଲା ଭୁଲ କଥା ଶିଖିବେ, ଭୁଲ କଥା ଶିଖିଲେ ପିଲାଙ୍କର ଭବିଷ୍ୟତ ନଷ୍ଟ ହବ। ତେଣୁ ସିଏ ଯାହା ଯୋଉଠି ରୋଜଗାର କରିବ, ବର୍ତ୍ତମାନ ପିଲାଙ୍କୁ ନେଇକି ଅନ୍ୟ ସ୍କୁଲରେ ପାଠ ପଢ଼ିବାକୁ ବାଧ୍ୟ ହବ। ଇଏ ଗୋଟେ ବିଧିବଦ୍ଧ ଭାବରେ ବିଜେପିର ଯୋଜନା। ଏ ଯୋଜନାରେ ସେ ସଫଳ ହେବାକୁ ଚାହୁଁଛନ୍ତି, କିନ୍ତୁ ଯୋଉଭଳି ଭାବରେ ଅଭିଭାବକମାନେ ମାତିଲେଣି, ଏମାନେ ଗାଁ ଗହଳିକୁ ଯାଇପାରିବେନି। ଏମାନେ ଗାଁ ଗହଳିକି ଗଲେ ଅଭିଭାବକମାନେ ପଚାରିବେ, ଏ ଗୋଟେ ଥଟ୍ଟା ମଜା କଲା ଭଳିଆ ବହିଟାକୁ ନେଇଛନ୍ତି। ସେ କି ଗୀତ ସବୁ କୋଉଠୁ ଆଣିକି ପୁରେଇଛନ୍ତି। ସେ କ'ଣ ନିମୁଡ଼ା, ସେ ରଜଦୋଳି ଗୀତ, ଆଉ ଗୋଟେ କ'ଣ ଆମ ଯୋଉ ବିଧାନସଭାର ଚିତ୍ର ସହିତ ଆମ ବିଧାନସଭା ଚିତ୍ରକୁ ଛାଡ଼ିକି ଆଣିକି ଦେଇଛନ୍ତି କର୍ଣ୍ଣାଟକର ବିଧାନସଭା। ଏ କ'ଣ ଏ ଗୋଟେ ଖେଳ ଘର ଭଳିଆ ଚାଲିନି? ଜାଣି ଶୁଣିକି ଆକୁ କରିନାହାନ୍ତି। ଆକୁ ସବୁ ଜାଣି ଶୁଣିକି କରିଛନ୍ତି। ଲୋକ ଡାଇଭର୍ଟ ହୁଅନ୍ତୁ, ପିଲା ଡାଇଭର୍ଟ ହୁଅନ୍ତୁ, ଅନ୍ୟ ସ୍କୁଲରେ ପାଠ ପଢ଼ନ୍ତୁ। ସରକାରୀ ସ୍କୁଲକୁ ବନ୍ଦ କରିବା ପାଇଁ ଏ ଗୋଟେ ସରକାରଙ୍କର ବିଧିବଦ୍ଧ ଯୋଜନା। ସେଥିରେ ତ ଭଲ ଜିନିଷ ବି ଶିଖା ହେଇଛି, କେମିତି ଜ୍ଞାନ କୌଶଳ ସେମାନେ ଶିଖିବେ, କେମିତି ଏକ୍ସପିରିଏନ୍ସ ନେବେ। ହଁ, ଏଇଟା ଯୋଉ ଜାତୀୟ ଶିକ୍ଷାନୀତି ତ, ଜାତୀୟ ଶିକ୍ଷାନୀତି ଆମେ ଭାବିଥିଲୁ ଜାତୀୟ ଶିକ୍ଷାନୀତି ଚାଇନାରୁ କିଛି ଆହରଣ କରିବ, ଜାପାନରୁ କିଛି ଆହରଣ କରିବ, ଆମେରିକାରୁ କିଛି ଆହରଣ କରିକି ଭାରତ ବର୍ଷରେ ଏକ ବିରାଟ ଭଲ ଜାତୀୟ ଶିକ୍ଷାନୀତି ପ୍ରଚଳିତ ହେବ। ଯୋଉଥିରେ କ୍ଲାସ୍ 1ରୁ କ୍ଲାସ୍ 2ରୁ ପିଲାମାନେ କମ୍ପ୍ୟୁଟର କଥା କୁହନ୍ତୁ, ବିଭିନ୍ନ ସାଇନ୍ସ ଲାବୋରେଟୋରୀ କଥା କୁହନ୍ତୁ, ବିଭିନ୍ନ ମେକାନିଜିମ୍ କଥା କୁହନ୍ତୁ, ରେଡ଼ିଓ କୁହନ୍ତୁ, ଟିଭି କୁହନ୍ତୁ, ଇଏ କଥା ଶିଖିବାକୁ ପାଇବେ। କିନ୍ତୁ ତା ପରିବର୍ତ୍ତେ ଝାଲମୁଢ଼ି, ସରବତ, ଶୁଖୁଆ ତରକାରୀ ଏହାକୁ ଦେଇଛନ୍ତି ଶିଖିବା ପାଇଁ। ଏ ହେଉଛି ଜାତୀୟ ଶିକ୍ଷାନୀତି। ଜାତୀୟ ଶିକ୍ଷାନୀତି ଏତେ ତଳ ସ୍ତରକୁ ଚାଲି ଯାଇଛି ଯେ ଶିକ୍ଷାନୀତିକି ଅନ୍ୟ ଦେଶର ଲୋକମାନେ ମଧ୍ୟ ନିନ୍ଦା କରୁଛନ୍ତି। ଓଡ଼ିଶାର ଶିକ୍ଷାନୀତିକି ଅନ୍ୟ ରାଜ୍ୟର ଲୋକମାନେ ତ ନିନ୍ଦା କରୁଛନ୍ତି, ଅନ୍ୟ ଦେଶର ଲୋକମାନେ ମଧ୍ୟ ନିନ୍ଦା କରୁଛନ୍ତି। ଶିକ୍ଷାନୀତିରେ ଅନ୍ୟ ଦେଶର ଯୋଉ ଡେଭଲପ୍ କଣ୍ଟ୍ରି ମାନେ ଅଛନ୍ତି, ତାଙ୍କ ଶିକ୍ଷାନୀତିକୁ ଆଣିକି ଭାରତର ଶିକ୍ଷାନୀତିରେ ଏବଂ ଓଡ଼ିଶାର ଶିକ୍ଷାନୀତିରେ ତାକୁ ରିଫ୍ଲେକ୍ଟ କରିବା କଥା। ତା ନ କରିକି ଯେ କେମିତି ଆହୁରି ନିମ୍ନ ସ୍ତରକୁ ଯାଇପାରିବ, ସେ ବ୍ୟବସ୍ଥା ସରକାର କରିଛନ୍ତି। ମାନେ ଆଉ ଗୋଟେ କଥା ବି ଯୋଉଟା କି ଭଲ ମାନେ ପିଲା କେମିତି ଭଲ ଏକ୍ସପିରିଏନ୍ସ ହୋଲ୍ଡର ହେଇପାରିବେ, ଛୋଟ ଦିନରୁ କେମିତି ଆପଣ ଯୋଉ କହିଲେ କି ଜାତୀୟ ସ୍ତରର ଶିଖେଇ ନାହାନ୍ତି। ପ୍ରଥମ ଶ୍ରେଣୀରେ ବା ଅଛି ରେସଲିଂ, WWE, ରେସଲର ଚିତ୍ର, ଆଉ ସେଇଗୁଡ଼ା ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଆବଶ୍ୟକ? ସେଗୁଡ଼ା କ'ଣ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଆବଶ୍ୟକ? ଅନାବଶ୍ୟକ ଜିନିଷ, ଏବଂ ଯୋଉଥିରେ ପିଲା ଯେତେ ତଳ ସ୍ତରକୁ ଶିକ୍ଷା ଯାଇପାରିବ, ପିଲାଙ୍କ ଭବିଷ୍ୟତ ଯେତେ ନଷ୍ଟ ହେଇପାରିବ, ସେଇଭଳିଆ ଯୋଜନା ଶିକ୍ଷାନୀତିରେ କରାଯାଇଛି। ଭାବିଥିଲୁ ଓଡ଼ିଶାର ଜଣେ ଶିକ୍ଷାମନ୍ତ୍ରୀ କେନ୍ଦ୍ରରେ ଅଛନ୍ତି, କେନ୍ଦ୍ର ଶିକ୍ଷାନୀତି ଓଡ଼ିଶାରେ ନିହାତି ଭଲ ଭାବରେ ରିଫ୍ଲେକ୍ଟ ହେବ, ଯୋଉଥିରେ ଓଡ଼ିଶାର ଭବିଷ୍ୟତ ପିଲାମାନେ ଭଲ ଭଲ ଇଞ୍ଜିନିୟର ହେବେ, ଡାକ୍ତର ହେବେ, ଏବଂ ବଡ଼ ବଡ଼ ପଦପଦବୀ ସୃଷ୍ଟି ହେବ, ଭଲ କାରିଗର ହେବେ, ଭଲ କୃଷକ ହେବେ। ସେଥିପାଇଁ ଶିକ୍ଷାନୀତିରେ କିଛି ରିଫ୍ଲେକ୍ଟ କରିବ। କିନ୍ତୁ ଶିକ୍ଷାନୀତିରେ ସ୍ଥାନ କରି ସେ ଝାଲମୁଢ଼ି, ଶୁଖୁଆ ଝୋଳ, ଗୀତ ଏଇ ବେପାର ସବୁ କରାଯାଇଛି, ଯୋଉଥିରେ ପିଲାମାନେ ମୂର୍ଖ ହୁଅନ୍ତୁ ଏବଂ ବାପା ମା ମାନଙ୍କୁ ବାଧ୍ୟ କରାଯାଇଛି। ଏ ବିଧିବଦ୍ଧ ଯୋଜନା ବିଜେପିର। ଭାବୁଛନ୍ତି ସେମାନେ ସେମିତି ନ ଜାଣିକି କିଛି ହେଇଛି? ସବୁ ବିଜେପି ଜାଣିକି କରିଛି ଯେ ଇଂଲିଶ ମିଡ଼ିୟମକୁ ପିଲା ଯାଆନ୍ତୁ, ତାଙ୍କର ଶିଶୁ ମନ୍ଦିରକୁ ପିଲା ଯାଆନ୍ତୁ ଏବଂ ତାଙ୍କ ବିଜନେସ୍ ବଢ଼ୁ, ସେମାନଙ୍କଠୁ କିଛି ଡିଲ୍ କରିକି
ये बही की भूल करछन्ति जोउतरे लोक डरिबे ओडिया मीडियम रे आ पिला पाठ पढ़ी परिबे नाही। ଆପଣଙ୍କର କେତେ କୋଟି ଟଙ୍କା ଖର୍ଚ୍ଚ ହଉଥିଲା ଏଇ ବହି ଇଏ କରିବାରେ ବିଜେଡି ବେଳେ? मोर भल भाବରେ ମନେ ନାହିଁ କେତେ କୋଟି ଟଙ୍କା ଖର୍ଚ୍ଚ ହଉଥିଲା, ମୁଁ ଡିଟେଲ୍ସ ଜାଣି ନାହିଁ। ବର୍ତ୍ତମାନ ଏ ତ କହୁଛନ୍ତି କୋଟି 50 କୋଟି 350 କୋଟି ଏମିତି କଥା ହଉଛନ୍ତି। ପ୍ରାୟ ଯାହା ବି ଖର୍ଚ୍ଚ ହେଇଥିବ ରାଜକୋଷରୁ ନଷ୍ଟ ହେଇଛି ଏବଂ ଲୋକଙ୍କ ପଇସା ନଷ୍ଟ ହେଇଛି। ତାକୁ କରେକ୍ସନ ବର୍ତ୍ତମାନ କରିକି ଦେଲେ ବହିଟା ତ ସାଙ୍ଗେ ସାଙ୍ଗେ କରେକ୍ସନ ହେଇପାରିବ ନାହିଁ। ବର୍ତ୍ତମାନ ଟିଚର ମାନେ କେମିତି ପାଠ ପଢେଇବେ? ଟିଚର ମାନେ କେତେ କରେକ୍ସନ କରି ପାଠ ପଢେଇବେ? ବର୍ତ୍ତମାନ ବହି ଯେତିକି ନଷ୍ଟ ହେଲା ତାକୁ ସରକାର ଯଦି ନୂଆ ବହି ପ୍ରିଣ୍ଟ କରିକି ଦେବେ, ରାଜକୋଷରୁ ଯୋଉ ପଇସା ନଷ୍ଟ ହେଲା ତାକୁ ସରକାର କୋଉ ବାଟରେ ଭରଣା କରିବେ? ସରକାର ଜାଣି ଶୁଣିକି କରିଛନ୍ତି। ସରକାରଙ୍କର ଆନ୍ତରିକତା ନାହିଁ। ବହି ଆଉ ଭଲ ବହି ପିଲାଙ୍କୁ ସପ୍ଲାଇ କରିବା ପାଇଁ ସରକାରଙ୍କର ଆନ୍ତରିକତା ନାହିଁ। ଏଇ ବହି ମାଧ୍ୟମରେ ବିଜେପି କିଛି ଥଇଥାନ କଲେ କି ଲୋକଙ୍କୁ ଯେକି ସଦସ୍ୟ କରିକି ତାଙ୍କ ଦଳର ସଦସ୍ୟମାନଙ୍କୁ? ନିଶ୍ଚିତ ଭାବରେ ବିଜେପି ଯେହେତୁ ଗୋଟେ ବିଧିବଦ୍ଧ ଭାବରେ ଯୋଜନା କରିଛନ୍ତି ଯେ ପିଲାମାନେ ଯାଆନ୍ତୁ ଇଂଲିଶ ମିଡିୟମ ସ୍କୁଲକୁ, ପିଲାମାନେ ବାଧ୍ୟ ହୁଅନ୍ତୁ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢିବା ପାଇଁ। ମୁରବୀ ମାନେ ବାଧ୍ୟ ହେଇକି ଯିଏ ଯେକୌଣସି ବାଟେ କିଏ ଧାର କର୍ଜ କରୁ, ଯାହା ଯେମିତି ଜମି ବିକୁ ବାଡ଼ି ବିକୁ ତା ପିଲାକୁ ମଣିଷ କରିବା ପାଇଁ ବାଧ୍ୟ ହବ ଅନ୍ୟ ସ୍କୁଲରେ ପାଠ ପଢିବା ପାଇଁ। ଓଡ଼ିଆ ମିଡିୟମ ସ୍କୁଲରେ ପାଠ ପଢେଇବେ ନାହିଁ, କାରଣ ଓଡ଼ିଆ ମିଡିୟମରେ ଅଭିଭାବକ ମାନେ ଜାଣିଗଲେଣି ପାଠ ପଢିଲେ ପିଲାଟି ମୂର୍ଖ ହେଇକି ବାହାରିବ। ଯୋଉମାନେ ବିଜେପିରେ ଏଇଭଳି ଭାବରେ କେଳଙ୍କାରୀ କରିକି ବିଭିନ୍ନ କର୍ମୀ ମାନେ ତାଙ୍କର ଥଇଥାନ ହଉଛନ୍ତି। ଆପଣ ଦେଖି ଯାଉନାହାନ୍ତି କେତେ କର୍ମୀ ତାଙ୍କର ବିଜେପିରେ ସେକ୍ରେଟାରିଏଟ ଭିତରେ ବୁଲିକି କଣ ଅବସ୍ଥା ସୃଷ୍ଟି କରୁଛନ୍ତି ଦେଖି ଯାଉନାହାନ୍ତି। ଅଫିସର ମାନେ ଶାନ୍ତିରେ ଅଛନ୍ତି? କୋଉ ଅଫିସର ଶାନ୍ତିରେ ଅଛନ୍ତି? ଆପଣ ଗଲେ କୋଉ ଡିପାର୍ଟମେଣ୍ଟରେ ଭଲରେ ବସିଛନ୍ତି? ବିଭିନ୍ନ ଅପ୍ରାସଙ୍ଗିକ କଥା ତାଙ୍କୁ କୁହାଯାଉଛି, ଯୋଉଗୁଡାକ ନିୟମ ବିରୋଧ କଥା କୁହାଯାଉଛି, ଯୋଉଗୁଡା ହେଇପାରିବ ନାହିଁ ସେଇ କାମ ତାଙ୍କୁ ବରାଦ କରାଯାଉଛି।